ସାଙ୍ଗମାନେ ମୋତେ ଟିକେ ସଜାସଜି କରିବା ପାଇଁ ଭଲ ଲାଗେ ହେଲା। ତ ମୁଁ କ'ଣ କଲି, କାଲି ଯେଉଁ ଯାଇଥିଲି ବାରୁଣୀ ମେଳା ମୁଁ ଏଇ କଣ୍ଢେଇ ଆଣିଲି। ତ ବାବୁ କହିଲେ ତୁ ସେ କଣ୍ଢେଇ ନେନା, ତୋର ଦାମିକିଆ କଣ୍ଢେଇ ଆଣିଦେବି। ମୁଁ କହିଲି କମ୍ ଦାମ୍ ଶାଢ଼ୀଟେ ପିନ୍ଧିଲେ ବି ତାର ମାନେ କ୍ୱାଲିଟି ଲାଗିବ କି ବେଶୀ ଦାମ୍ ଭଳିଆ ହେଲା। ଆଉ ତୁମେ ଅଧିକ ଦାମ୍ ବାଲା ଆଣିଲେ ବି ବେଳେବେଳେ ଅଧିକ ଦାମ୍ଟା ହିଁ ସୁନ୍ଦର ବି ଲାଗେନି। ତ ମୁଁ କହିଲି ମୋତେ କଣ୍ଢେଇ ଇଚ୍ଛା ଅଛି, ମୁଁ ନେବି ମାନେ ନେବି। ମୋର ଗୋଟେ ସବୁ କଥାରେ ଜିଦ୍ଦି ଥାଏ, ନେବି ମାନେ ନେବି। ଇଏ ମନା କରିଦେଲେ, ପୁଣି ବୁଲି ବୁଲି ପଳେଇଲି, ସେ ଲୋକକୁ ଦେଇ ଦେଇଥିଲି। ମୁଁ କହିଲି ପୁଣି ମୁଁ ଏପଟେ ଆସିଲା ବେଳେ ରଖିଦେଇଥା ଅଲଗା କି ପୁଣି ନେଇ ଆସିବି। ବାବୁ ପାଟି କରୁଥିଲେ, ମୁଁ କିନ୍ତୁ ନେଇ ଆସିଲି। ମୋର ଯେଉଁଟା ଇଚ୍ଛା ହେଇଥିବ ଆଣିବି ମାନେ ଆଣିବି, ଜମା ତ ଶୁଣେନି ଆଉ। ସବୁବେଳେ ମୋର ମନ କଥାକୁ ହିଁ ମୁଁ ସବୁବେଳେ ଶୁଣେ ସାଙ୍ଗମାନେ। ମୁଁ ଟିକେ ସବୁବେଳେ ଜିଦ୍ଦି ଟାଇପ୍ର। ଏଇ ଗୁଲଦସ୍ତାଟା ଏଇଟା ଆଣିଲି, ଖାଲି ଏଇ ପଟ୍ଟା ଆଣିଲି, ଫୁଲ ଗୁଡ଼ାକ ସବୁ କଟକରୁ ଆଣିଥିଲି। ମୋତେ ଟିକେ ସଜାସଜି କରିବା ପାଇଁ ଭଲ ଲାଗେ ସାଙ୍ଗମାନେ। କେମିତି ଲାଗୁଛି ମୋ ଡଲ୍? ହଁ, କେଡ଼େ ସୁନ୍ଦର ହେଇଛି ମୋ ଡଲ୍ ସାଙ୍ଗମାନେ। କମେଣ୍ଟ କରିବେ କେମିତି ହେଇଛି ମୁଁ ଆଣିଛି ଡଲ୍। ମୁଁ କହିଲି ସେ ଯେଉଁ ଗମଲା ଅଛି ତା ପାଖରେ ଦୁଇଟା ସଖୀ ମୁଁ ରଖିବି। ସଖୀ ରଖିଛି ସାଙ୍ଗମାନେ, ବଢ଼ିଆ ଲାଗୁଛି ନା। ଆଉ ସେପଟେ ସେ ଉଡ଼ି ଉଡ଼ିକେ ଯାଉଛି ଘୋଡ଼ାରେ, ଏପଟେ ପତିଦେବ। ଜିଦ୍ଦିଟା ମୋର ସବୁବେଳେ ପୂରଣ ହୁଏ ହେଲା। ଭଲ କଥାରେ ଜିଦ୍ଦି କରେ, ଯେଉଁଟା ହେଇପାରିବ ତାକୁ ଜିଦ୍ଦି କରେ, ଯେଉଁଟା ନ ହେଇପାରିବ ତାକୁ ଆଶା ହିଁ ରଖେନି। ତ ସମସ୍ତେ ଜିଦ୍ଦି କରନ୍ତୁନି, କିନ୍ତୁ ଯେଉଁଟା ପୂରଣ ହେଇପାରିବ ସେଇଟାରେ ଜିଦ୍ଦି କରନ୍ତୁ। ଛୋଟିଆ ଛୋଟିଆ ଜିଦ୍ଦି ଥାଏ ମୋର।